କୁନି ପିଲାଟି ଖାଦ୍ୟ ଖାଉନଥାଏ। ମାଆଟି ବହୁତ ଚେଷ୍ଟା କରୁଥାଏ ପିଲାଟିକୁ ଖାଦ୍ୟ ଖୁଆଇବା ପାଇଁ। ସେ ଜହ୍ନମାମୁଁକୁ ଦେଖି କବିତାଟିଏ ପଢ଼ୁଥାଏ। ଆ ଜହ୍ନମାମୁଁ ସରଗ ଶଶୀ। ଆଜି ସେ କବିତାଟିକୁ ଆମେ ପଢ଼ିବା। ଆ ଜହ୍ନମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ ତୁ ଖସି। ମୋ କାହ୍ନୁ ତୋତେ କରିବ ଗେଲ, ଖାଇବାକୁ ଦେବ ଲବଣୀ ସର। ଖାଇ କରି ତୁ ହିଁ ହୋଇବୁ ଖୁସି, ଆ ଜହ୍ନମାମୁଁ ସରଗ ଶଶୀ। ଆ ଜହ୍ନମାମୁଁ ଓହ୍ଲେଇ ଆ, ମୋ ଧନମଣିକୁ ଚିହ୍ନେଇ ଯା। ଆଣିବୁ ତା ପାଇଁ ନାଲିଆ ଛତା, ମୁଣ୍ଡକୁ ପଗଡ଼ି ପାଦକୁ ଜୋତା। ଶୁଆ ଥଣ୍ଟ ପରି ନାଲିଆ ଜାମା, ଆଣି ତା ପାଖରେ କରିବୁ ଜମା। ଆ ଜହ୍ନମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼େ ଖସି। ପିଲାମାନେ ମୋ ସହିତ ଆଉ ଥରେ ଆବୃତ୍ତି କର। ଆ ଜହ୍ନମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼ ତୁ ଖସି। ମୋ କାହ୍ନୁ ତୋତେ କରିବ ଗେଲ, ଖାଇବାକୁ ଦେବ ଲବଣୀ ସର। ଖାଇ କରି ତୁ ହିଁ ହୋଇବୁ ଖୁସି, ଆ ଜହ୍ନମାମୁଁ ସରଗ ଶଶୀ। ଆ ଜହ୍ନମାମୁଁ ଓହ୍ଲେଇ ଆ, ମୋ ଧନମଣିକୁ ଚିହ୍ନେଇ ଯା। ଆଣିବୁ ତା ପାଇଁ ନାଲିଆ ଛତା, ମୁଣ୍ଡକୁ ପଗଡ଼ି ପାଦକୁ ଜୋତା। ଶୁଆ ଥଣ୍ଟ ପରି ନାଲିଆ ଜାମା, ଆଣି ତା ପାଖରେ କରିବୁ ଜମା। ଆ ଜହ୍ନମାମୁଁ ସରଗ ଶଶୀ, ମୋ କାହ୍ନୁ ହାତରେ ପଡ଼େ ଖସି।